ओम नमः शिवाय। ମୁଁ ଜ୍ୟୋତିର୍ବିଦ ରୁଦ୍ରପ୍ରସନ୍ନ ମହାପାତ୍ର ଭୁବନେଶ୍ୱର ଓଡ଼ିଶାରୁ କହୁଛି। ମୋ ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ମୋର ୱେବସାଇଟ୍ rudraksjyotish.in ଭିଜିଟ୍ କରିପାରନ୍ତି। ଆଜି ମୋର ଯେଉଁଟା ମେନ୍ ରିସର୍ଚ୍ଚ ରୁଦ୍ରାକ୍ଷ ତା ଉପରେ କହୁଛି। ଆଜି ଗୋଟେ ଭଲ ଟପିକ୍ ଉପରେ ମୁଁ କହିବି ଯେ ବୁଦ୍ଧ ଆଉ ବୃହସ୍ପତିଙ୍କର ରୁଦ୍ରାକ୍ଷଟା କ'ଣ। ମୁଁ ଆଗରୁ ବି କହି ରଖିଥିଲି ମୋ ରୁଦ୍ରାକ୍ଷ ଭିଡ଼ିଓରେ କି ବୃହସ୍ପତିଙ୍କ ପାଇଁ କିଛି ଗୋଟେ ରୁଦ୍ରାକ୍ଷ ନାହିଁ, ଆଗରୁ କହି ରଖିଛି। ସେ ଷ୍ଟେଟମେଣ୍ଟଟାକୁ ମୁଁ ଆଉ ଟିକେ ପଲିସ୍ କରିକି ଆଜି କହୁଛି। ଦେଖନ୍ତୁ, ରୁଦ୍ରାକ୍ଷ କୌଣସି ଗ୍ରହ ପାଇଁ ଆସୋସିଏଟେଡ୍ ବୋଲି କେଉଁଠି କୁହାଯାଏ ନାହିଁ, କୌଣସି ଜ୍ୟୋତିଷ ଶାସ୍ତ୍ରରେ ନୁହେଁ, କୌଣସି ପୁରାଣ କିମ୍ବା ଉପନିଷଦରେ କୁହାଯାଏ ନାହିଁ। କିନ୍ତୁ ଏମାନେ କିଛି ଦେବତାଙ୍କ ଦ୍ୱାରା ଆସୋସିଏଟେଡ୍। ତେରମୁଖୀ ଇନ୍ଦ୍ର ଆଉ କାମଦେବ, ତ ସେଟା କିଏ? ଶୁକ୍ର, ଜାତକରେ ଶୁକ୍ର, ତେଣୁ ତେରମୁଖୀ ଆମେ ଦେଲୁ ଗୋଟେ ଲୋକର ମେଟେରିଆଲିଷ୍ଟିକ୍ ଫୁଲଫିଲ୍ ପାଇଁ। ରାଣ୍ଡମ୍ ମଝିରେ ଥରେ ଚାଲିଥିଲା, ଆମର ମନେ ଅଛି 2014-15 ସମୟରେ ସମସ୍ତେ ଖାଲି ତେରମୁଖୀ ଲେଖୁଥିଲେ। ଗୋଟେ ଲୋକ ଆସି କହୁଛି ଆପଣ ମାନସିକ ଶାନ୍ତି ପାଇଁ କିଛି ରୁଦ୍ରାକ୍ଷ ଦିଅନ୍ତୁ, ଯେଉଁଠିକି 14ମୁଖୀଟା ରେକମେଣ୍ଡ କରାଯାଏ 13, କାରଣ ମେଟେରିଆଲିଷ୍ଟିକ୍ ସୁଖ ଦେବାରେ ସକ୍ଷମ। ତ ସେଇଭଳିଆ ଆପଣ ଦେଖିବେ ଯେ ବୁଦ୍ଧ କହିଲେ କ'ଣ, ଦେଖିଲେ ଚାରିମୁଖୀ ରୁଦ୍ରାକ୍ଷ କ'ଣ ସେଟା? ବ୍ରହ୍ମାଙ୍କର। କାହାର? ବ୍ରହ୍ମାଙ୍କର। ବ୍ରହ୍ମା ବୁଦ୍ଧି ହେଲେ ନା ଜ୍ଞାନ ହେଲେ? ଆପଣ ଭାବନ୍ତୁ, ବେଦ ବୁଦ୍ଧି ବି ଯଦି ଅଛି ବ୍ରହ୍ମାଙ୍କ ପାଖରେ, ତାହେଲେ ଜ୍ଞାନ ବି ଅଛି। ତାହେଲେ ଆପଣ ଚାରିମୁଖୀ ରୁଦ୍ରାକ୍ଷଟା ବୁଦ୍ଧ କିମ୍ବା ବୃହସ୍ପତି ପାଇଁ ଦେଇପାରିବେ କି? ଦେଇପାରିବେ। ଆପଣଙ୍କର ଇଣ୍ଟେଲେକ୍ଚୁଆଲ ଏନରିଚମେଣ୍ଟ ପାଇଁ ଆପଣ ଚାରିମୁଖୀ ଦେବେ। ପିଲା ପାଠ ପଢ଼ୁନାହାନ୍ତି, ପାଠ ପଢ଼ିବା ପାଇଁ ଇଭେନ୍ ଗୋଟେ ରୁଦ୍ରାକ୍ଷ ମିଲ୍କ ବୋଲି ଗୋଟେ ଅଛି, କ୍ଷୀର ଚାରିମୁଖୀଟାକୁ ଯଦି ଆପଣ ଫୁଟେଇକି ପିଅନ୍ତି, ସେଟା ଆପଣଙ୍କର ନ୍ୟୁରୋଲୋଜିକାଲ ସିଷ୍ଟମଟା ହେଲ୍ପ କରିବ, ଟିକେ ଇମ୍ପ୍ରୁଭ୍ କରିବାରେ। ମନେ ରହୁନି ଏସବୁ ଜିନିଷ, ଆୟୁର୍ବେଦିକ ଜିନିଷ ଯଦିଓ ମୁଁ କଥାରେ କହିଦେଉଛି। କିନ୍ତୁ ରୁଦ୍ରାକ୍ଷ ପାଣି ପିଇଲେ ଆପଣଙ୍କର ବ୍ଲଡ଼ ପ୍ରେସର କମିଯିବ। ଆଉ ମୁଁ କହୁନି ମୋ କଥା ଶୁଣିକି ପିଅନ୍ତୁ, ଆପଣ ଡାକ୍ତରଙ୍କୁ ଦେଖାନ୍ତୁ। ଆୟୁର୍ବେଦରେ କିନ୍ତୁ ଅଛି, ମିଳୁଛି ବି ମାର୍କେଟରେ ରୁଦ୍ରାକ୍ଷ, ମୁଁ ନିଜେ ପିଇଛି ବି ପାଣି ରୁଦ୍ରାକ୍ଷ ୱାଟର। ଏନିୱେ, ପାଞ୍ଚମୁଖୀଟା ତ କେବେ ବି ବୃହସ୍ପତିଙ୍କ ପାଇଁ ନୁହେଁ, ମୁଁ ଆଗରୁ କହି ରଖୁଛି। କିନ୍ତୁ ଚାରିମୁଖୀଟା ଆମେ କହିପାରିବେ କି? ମୋ ମତରେ କିଛି ମାତ୍ରାରେ କହିପାରିବେ, କାରଣ ଯେହେତୁ ବ୍ରହ୍ମାଙ୍କ ଦ୍ୱାରା ସେଇଟା ଆସୋସିଏଟେଡ୍। ଆଉ ବ୍ରହ୍ମା ହେଲେ ନଲେଜର କାରକ, ଜ୍ଞାନର କାରକ। ସରସ୍ୱତୀ ବି ଜ୍ଞାନ, ତାଙ୍କ କନସୋର୍ଟ। ତେଣୁ ସେଇଟା ଆପଣ ଦେଇପାରିବେ ବୁଦ୍ଧ ଆଉ ବୃହସ୍ପତିଙ୍କ ପାଇଁ। କିନ୍ତୁ 15ମୁଖୀ ରୁଦ୍ରାକ୍ଷ, ଯେଉଁଟାକି ପଶୁପତିନାଥଙ୍କ ଦ୍ୱାରା ରୁଲ୍ ହେଇଛି, ସେଟାକୁ ବହୁତ ଜାଗାରେ ଲେଖା ହେଇଛି ବୁଦ୍ଧଙ୍କ ପାଇଁ। ମୁଁ ତାର ଲଜିକ୍ କିଛି ପାଉନି ଆଜ୍ଞା। କ'ଣ ପାଇଁ ପଶୁପତିନାଥ ମଙ୍ଗଳ ପାଇଁ ହେଲେ? ନାଥ ମାନେ ଗୋଟେ ଲିଡର ସିଏ ହେଲେ, ତ ସୂର୍ଯ୍ୟ କିମ୍ବା ମଙ୍ଗଳ ପାଇଁ ଆପଣ କୁହନ୍ତୁ। କିନ୍ତୁ ବୁଦ୍ଧଙ୍କ ପାଇଁ କେବେ ନୁହେଁ, ସେଟା ଜଷ୍ଟ ଗୋଟେ ସେଲିଂ ପାଇଁ। ସେପ୍ଟା ପକେଇଲେ ଆମର ଏଇ ଚକ୍ରଟା ଆକ୍ଟିଭେଟ୍ ହେଉଛି, ସେଟା ଅଲଗା କଥା ହେଇଗଲା। ଆପଣ ଏଇ ଚକ୍ର ଦେଖିକି ଦେଉଛନ୍ତି କି? ଆମକୁ ଯେ ବିଶୁଦ୍ଧି ହେଲା ବୁଦ୍ଧର ନା, ସେଇଟା ଆପଣ କ'ଣ ସେଟା କୁହାଯାଏ, ଚକ୍ର ଥେରାପି କରିବା ପାଇଁ ସେ ରୁଦ୍ରାକ୍ଷଟା ଦିଅନ୍ତୁ। ବିଶୁଦ୍ଧି ପାଇଁ ଆମେ ଦେଉଛୁ 15ମୁଖୀ, କିନ୍ତୁ ଆଷ୍ଟ୍ରୋଲୋଜିକାଲି ଏଟା ଆମେ ବୁଦ୍ଧ ପାଇଁ ଦେଇପାରିବୁ ନାହିଁ। କିନ୍ତୁ 10ମୁଖୀ ବୁଦ୍ଧ ପାଇଁ ଦେଇହେବ। 10ମୁଖୀ କିଏ? ବିଷ୍ଣୁ। ବିଷ୍ଣୁ ହେଲେ ମ୍ୟାନେଜମେଣ୍ଟ, କେମିତି କେଉଁ ଜିନିଷଟା କରିବା, ଭାବିବା, ଏସବୁ ବୁଦ୍ଧି ପାଇଁ ହେଲା ବିଷ୍ଣୁ। ଆମେ ବି ବିଷ୍ଣୁଙ୍କୁ ପୂଜା କରୁ ବୁଦ୍ଧଙ୍କ ପାଇଁ। ଯେତେବେଳେ ଆପଣ ଦେଖିବେ ଆପଣଙ୍କର ଯଦି ଗୋଟେ ବୁଦ୍ଧ ଇସ୍ୟୁ ହେଇଥିବ, ଲୋକ କହିବେ ଯାଆନ୍ତୁ ଜଗନ୍ନାଥଙ୍କୁ ପୂଜା କରନ୍ତୁ। ଆମ ସଂସ୍କୃତିରେ ବିଷ୍ଣୁ ମନ୍ଦିର ଯାଆନ୍ତୁ। ତ ବିଷ୍ଣୁଙ୍କୁ ଆସୋସିଏଟ୍ କରାଯାଇଛି ବୁଦ୍ଧ ସାଙ୍ଗରେ। ବିଷ୍ଣୁଙ୍କ ଦ୍ୱାରା ରୁଲ୍ ହେଉଥିବା 10ମୁଖୀଟା ବୁଦ୍ଧଙ୍କ ପାଇଁ ହେଇପାରେ, କିନ୍ତୁ କଦାପି ବୃହସ୍ପତିଙ୍କ ପାଇଁ ନୁହେଁ। ଆଉ ଗୋଟେ ବଢ଼ିଆ ରୁଦ୍ରାକ୍ଷ ଅଛି, ବହୁତ କମ୍ ଲୋକ ଜାଣିଥିବେ, 20ମୁଖୀ। 20ମୁଖୀ ମଧ୍ୟ ବ୍ରହ୍ମାଙ୍କ ଦ୍ୱାରା ରୁଲ୍। ଆଗରୁ ବି କହିଥିଲି ବୋଧେ, ଆଉ ଥରେ କହି ରଖୁଛି। 1ରୁ 14ମୁଖୀ ପର୍ଯ୍ୟନ୍ତ ରୁଦ୍ରାକ୍ଷର ମେନସନ୍ ରୁଦ୍ରାକ୍ଷ ଜବଳୋପନିଷଦ ଆଉ ବୈଦ୍ୟେଶ୍ଵର ସଂହିତାରେ ଅଛି, ଯାହା ଉପରେ ମୁଁ ରିସର୍ଚ୍ଚ ପେପର ଲେଖିଛି। ଶ୍ଲୋକ ୱାଇଜ୍ କେଉଁ ଶ୍ଲୋକରେ କ'ଣ ଲେଖା ହେଇଛି କହିଛି, ଏବଂ ତାପରେ ଆନାଲିସିସ୍ ବି କରିଛି। କିନ୍ତୁ ତା ପରଠୁ, ଯେମିତି ମୁଁ କହୁଥିଲି ପଶୁପତିନାଥ ରୁଦ୍ରାକ୍ଷଟାକୁ ବହିରେ ମଧ୍ୟ ପଢ଼ୁଥିଲି, କିନ୍ତୁ
तार गोटे क्लासिकल साइटेसन ना तेणु 20 मुखीटा को किए ब्रह्मा कौच कहीं मुझे देखनी कौट गोटे लेखा हवा किंतु नॉर्मली से ब्रह्मा कह जाए देवी भगवतम गरिकार जब कौट लिखाई से रेफरेन्स पढ़ुं लर्नेड स्कॉलर मैंने जदि ब्रह्मा 20 मुखीटा होता है ताले 20 मुखी भी आप बृहस्पति पिंधि पारे 10 मुखी बुध बृहस्पति हेल्ले 20 मुखी मु रेकमेंड भी कर लोक 20 मुखी जेहेतु 20 मुखी गोटे एक्सट्रीमली रेयर रुद्राक्ष तेणु बृहस्पति जहाँ आप 20 मुखी दौरान दयाकोरी आपण इंडोनेशियन भेराइटी रुद्राक्ष रेकमेंड करूँ जोटा कि हाँ सेमती भी लक्षे पाखापाखि आज जाए हुए तो रुद्राक्ष बीड्र क्वालिटी और साइज को देखिए गचर के तोला आ साइज केते अच्छी से दीटा है गोटे रुद्राक्ष भैल्युएसन हुए आपड़ गोटे रुद्राक्ष तोला 15 वर्ष तल आज पर्यंत आप घरे रखी से मछर शुखुआ होगा कहूना फल दबनी कमिज जो रुद्राक्ष देखिए टे बहुत लाइट कलर ब्राउन न एटलिस्ट टेस्ट रिपोर्ट में आप जापर हाँ 2020 टेस्ट अर्थात 2019 जहाँ भी बड़ बड़ जोटा क्वालिटी रुद्राक्ष बीटा आप 5 वर्ष 6 वर्ष पुराना मिल पाए रिसेंट मिलनी मिले ना बेसी तो आप इंडोनेशिया भी आप लक्ष टका आसी जापे आप पिंधि पारती बृहस्पति मान ग्रह कि 10 मुखी है बुधर 4 मुखी आप बृहस्पति बुध दी जन दे पारते जेहेतु गोटे ओनली भारी रे स्मॉल रुद्राक्ष छोट छोट पिला देवे गोटे बड़ मनीष को 4 मुखी किसी काम दबनी मुख जिते बढ़ से सुंदर प्राण शक्ति की कंट्रोल कर जेहेतु गोटे छोट पिलाटा एनर्जी लेवल कंट्रोल दरकार ना ताको बड़ मुखी रुद्राक्ष देवेनि मुख्य अनुसार बयसटा को आप आब्सोल्युटली कोरिलेट करेंगे से बुद्धों 4 मुखी जो पिला पिंधुला 10 वर्ष 20 वर्ष आप 10 मुखी दे पारे हाँ इनिशियली जदि गोटे पिलाटे रुद्राक्ष पिंधुचे मैं गोटे 18 वर्ष पिला को आप दौरान 20 मुखी बृहस्पति दयाकोरी से जगह आगे तो गोटे रुद्राक्ष नॉर्मल रुद्राक्ष माला दिंतु से पकौ और इंडोनेशियन भेराइटी ठार आरंभ करूँ जदिव नेपाली से पिंधापी सक्षम फाइनेंशियली इंडोनेशियन भेराइटी गुड़ा से जो दरकार कि लोकटार बयस बहुत कम कारण रुद्राक्ष गोटे बड़ गुण है से टिके आपण भीतर डिटाचमेंटा आण शिवंकर फलटा तो डिटाचमेंटा टिके आण से जो मुखी रुद्राक्ष भी हो आप रुद्राक्ष पकाना आप ध्यान शांत मन टिके सात्विकता आड़ को से आप 100% टाणिक नहीं जीव एथेर किसी डाउट नहीं से रुद्राक्ष माली तुलसी माली जो आम विष्णु भक्त मैंने पकाते जो भी हो ये सब गुड़ाक गोटे मन और शरीर उपर सीवियर इंपैक्ट रही से यंग पिला जो मैंने लाइफ रे आगे को चाहूँगी से जिन दरकार नहीं इंडोनेशियन भेराइटी ही आप आरंभ करेंगे से इंडोनेशियन भेराइटी से पिंधि सारा 10 वर्ष 15 वर्ष आ गए पिंध से नेपाली भेराइटी से मन मन पिंधा बड़ी डिमांड करेंगे ना ना सर आ गए चेंज करके नुआ पिंधि तो एमती बहुत रिसर्च पर भाभी बाहर कली ब्रह्मांड होता रुद्राक्षटा आम बृहस्पति दे पार ज्ञान बृहस्पति केवल ज्ञान जिनसटा बृहस्पति जो लिक्विड फाइनान्स भी कहुए से भी ब्रह्मा को फाइनान्स जिन तो कह बुद्ध विष्णु का हाथ काम किंतु बृहस्पति आप 20 मुखी दे पारती जदि आम ज्ञानटा गोटे पिलार होनी बृहस्पति भल अच्छे पाठ होनी ये जिनसे बृहस्पति पंचम अधिपति पाठ और संतान को भी देखे ताले गोटे 20 मुखी देला भावे कारण पुणी से जिन आपंकर संतान जिन जो मान कनसेप्ट अच्छी आप शिव रुद्राक्षटा कि शिव पार्वती रुद्राक्षटा आउटे भल 10 मुखी गौरी शंकर जोटा कि विष्णुकर भी प्लस शिव पार्वती भी तो ये रुद्राक्ष भावे चिंती कि आपको कम्बिनेसन देवाक पड़े तो बुद्धों 10 मुखी आ बृहस्पति आप 20 मुखी पिंधि पारती 4 मुखीटा जोटा कि ब्रह्मा द्वारा रूल करे सेटा गोटे छोट पिलार इंटेलेक्चुअल डेवलपमेंट दिंतु बुद्ध बृहस्पति आ भर न पशिकी गोटे पिलाटे पाठशाठ पढ़ुना हाँ टिके बदमाशी करुच्चे 4 मुखीटे दिंतु 4 मुखी माने यूजटा मत लगुनि 15 वर्ष पर इम्पैक्ट से दब गोटे 4 मुखी 5 मुखी कि दिखते
ସେଟା ଗୋଟେ ଖାଲି ଇନିସିଆଲି ପଡ଼ିଯାଇଥାଏ। ସାର୍ ଗୋଟେ ସାଧୁ ଆସିଲେ ମୋତେ ରୁଦ୍ରାକ୍ଷ ଦେଇଦେଲେ, ସିଏ 50 ବର୍ଷ ଲୋକ ପକାଇଥିବ 2ଟା 5 ମୁଖୀ, ସେ କ'ଣ କାମ ଦେବ ଆଜ୍ଞା? ତାକୁ ନା ହିଁ ମେଣ୍ଟେନ୍ କରାହେଉଥିବ, ନା ହିଁ ତାକୁ କଣ୍ଡିସନିଂ କରାଯାଉଥିବ। ତେଣୁ ରୁଦ୍ରାକ୍ଷ ଗୋଟେ ଏମିତି ଏରିଆ ଯେଉଁଟାକି ଯେଉଁ ରିସର୍ଚ୍ଚଟାକି ମୋର ଆଜି ଗୋଟେ ବହି ଫର୍ମରେ ପବ୍ଲିଶ ହେବାକୁ ଯାଉଛି, ଏଥିରେ ଲେଖିଥିବା ରିସର୍ଚ୍ଚ ପେପର ଗୁଡ଼ା ମୁଁ ପ୍ରେଜେଣ୍ଟ କରିଛି ବହୁତ, ଆଉ ବହୁତ ଲୋକ ମୋଠୁ ରୁଦ୍ରାକ୍ଷ ନେଇଛନ୍ତି, ଆଉ ମୋ ୱେବସାଇଟ୍ରେ ବି ଆଭେଲେବୁଲ୍ ଅଛି, ଆପଣ ଏଇଟା ପଢ଼ିପାରିବେ। ହଁ, ଆଉ ଗୋଟେ ଜିନିଷ ବି କହି ରଖୁଛି, ଯଦି ଗୋଟେ 13 ମୁଖୀ ରୁଦ୍ରାକ୍ଷ ଭିତରେ ଗୋଟେ 11 ମୁଖୀ କିଛି ଗୋଟେ ଏମିତି ଆନାଲିସିସ୍ ଅଛି ଯେ ଗୋଟେ 14 ମୁଖୀ ପକାଉଛନ୍ତି, ତାହେଲେ 13 ମୁଖୀର ଆବଶ୍ୟକତା ନାହିଁ। କାହିଁକି ନା 14 ମୁଖୀ ଭିତରେ 4ଟା ମୁଖ ରହିଲାନି କି? ଏମିତି ବି କିଛି ଜ୍ୟୋତିଷ କୁହନ୍ତି, କିନ୍ତୁ ଏଇଟା ଠିକ୍ ନୁହେଁ। ଯଦିଓ 13 ମୁଖୀ ଗୋଟେ 14 ମୁଖୀର ସବସେଟ୍, ଏଇଟା ଠିକ୍ ନୁହେଁ ଯେ ଆପଣ ଏଇଭଳିଆ ରୁଦ୍ରାକ୍ଷ। 13 ମୁଖୀର ଅଲଗା କାମ, 10 ମୁଖୀର ଅଲଗା କାମ, ତେଣୁ ଆପଣ 10, 11, 12 ପକାଇ ପାରିବେ। କିନ୍ତୁ ଯଦି ଗୋଟେ କିଛି ହାୟର ମୁଖୀ ପକାଉଛନ୍ତି, ଭାବି ନିଅନ୍ତୁ 18 ମୁଖୀ, ସେ ଜାଗାରେ ସେ ଗୋଟିଏ ରୁଦ୍ରାକ୍ଷ କାଫି, ତାକୁ ଆଉ କାହା ସହିତ କମ୍ବାଇନ୍ କରିବେନି। ମୋ କଥା ବୁଝି ହେଉଛି? 1ରୁ 14 ମୁଖୀ ପର୍ଯ୍ୟନ୍ତ ରୁଦ୍ରାକ୍ଷରେ ଆପଣ ବନ୍ଧ ୟୁଜ୍ କରିପାରିବେ। ବନ୍ଧ ମାନେ କ'ଣ? ମୁଣ୍ଡରେ ପିନ୍ଧିବି ହେଲେ ବୁଦ୍ଧ ପାଇଁ 4ଟା 4 ମୁଖୀ କି ଗୋଟେ 10 ମୁଖୀ, ବୃହସ୍ପତିଙ୍କ ପାଇଁ ଗୋଟେ 20 ମୁଖୀ କି 4ଟା 4 ମୁଖୀ, ଆମର ଭଲ ସାଂସାରିକ ସୁଖ ପାଇଁ ଗୋଟେ 13 ମୁଖୀ କି ଗୋଟେ ଗୌରୀଶଙ୍କର। ଏ ଜାଗାରେ 13 ମୁଖୀ ଗୌରୀଶଙ୍କର ବି ଆପଣ ପିନ୍ଧି ପାରନ୍ତି, କିଛି ଅସୁବିଧା ନାହିଁ। ଆଭେଲେବିଲିଟି ଥିଲେ ହେଲା, ଆଉ କ'ଣ ମିଳିଲେ ହେଲା। କିନ୍ତୁ ଯେତେବେଳେ ଆପଣ 15, 16, 17, 20 ମୁଖୀ ରୁଦ୍ରାକ୍ଷ ଯାକେ ଯାଉଛନ୍ତି, ତାହେଲେ ମନେ ରଖିଥାନ୍ତୁ ଆପଣଙ୍କୁ 100% ପିନ୍ଧିବାକୁ ପଡ଼ିବ ସିଙ୍ଗଲ ୱାଇଜ୍। ତାକୁ ଆଉ କାହା ସହିତ, କାରଣ ତାର ଏତେ ଏନର୍ଜି ଫିଲ୍ଡ ରହିବ ସେ ରୁଦ୍ରାକ୍ଷର, ସେ ଗୋଟିଏ ରୁଦ୍ରାକ୍ଷ ହିଁ ଆପଣଙ୍କ ପାଇଁ ଏନଫ୍। ଆପଣଙ୍କୁ ଆଉ ଦ୍ୱିତୀୟ ରୁଦ୍ରାକ୍ଷର କୌଣସି ଆବଶ୍ୟକତା ନାହିଁ। ଯେକୌଣସି ଲୋକ ଯେଉଁ ବନ୍ଧ ପିନ୍ଧିଥାଉ, ଯେତେବେଳେ ସେ ହାୟର ମୁଖୀ 16 ମୁଖୀ 17 ମୁଖୀ ପିନ୍ଧିବେ, ଜଣେ ଲେଡ଼ିଜ୍କୁ ସେ ଟୋଟାଲ୍ 15 ମୁଖୀ ଯାକେ ପିନ୍ଧିଥିଲା, ତାଙ୍କୁ ଗୋଟେ କାଢ଼ିକି 16 ମୁଖୀ ଗୌରୀଶଙ୍କର ମୁଁ ଦେଲି, ଦରକାର ନାହିଁ। ଏତେ ରୁଦ୍ରାକ୍ଷ ପାୱାରଟା ଆମର ଗୋଟେ ନର୍ମାଲ ଲୋକ ପାଇଁ ବିଲକୁଲ ଆବଶ୍ୟକତା ନାହିଁ। 14 ମୁଖୀ ପର୍ଯ୍ୟନ୍ତ ଆପଣ ମିନିମମ୍ 3ଟା, ମ୍ୟାକ୍ସିମମ୍ 5ଟା ପିନ୍ଧିପାରିବେ। ମୁଁ ଆପଣ ଆଗରୁ କହି ରଖିଛି, ଆଉ ଥରେ ରିପିଟ୍ କରୁଛି। ବଡ଼ି ହ୍ୟାଣ୍ଡେଲ୍ କରିନେବ, ଠିକ୍ ଠାକ୍ ଜିନିଷ କିଛି ମାତ୍ରାରେ ପଡ଼ିବ, ଏକାଥରେ ପକାଇବେନି, ଗୋଟେ ଗୋଟେ ଆଡ଼୍ କରିକି ଯିବେ। କିନ୍ତୁ ଯଦି ଆପଣ ପକାଉଛନ୍ତି ରୁଦ୍ରାକ୍ଷ ହାୟର ମୁଖୀ 16 ମୁଖୀ 17 ମୁଖୀ, ତାହେଲେ ଦୟାକରି ଗୋଟିଏ ପକାଇବେ। ହଉ, ତା ଅର୍ଥ 20 ମୁଖୀ ଆପଣ ଗୋଟିଏ ପକାନ୍ତୁ, 10 ମୁଖୀ ବରଂ ଆପଣ 3ଟା ପକାଇ ପାରନ୍ତି। ଏ ଗୋଟେ 10 ମୁଖୀ, ସେ 10 ମୁଖୀ, ସେ 10 ମୁଖୀ। ଆଉ ଗୋଟେ ପ୍ରଶ୍ନ ଆସେ, ସାର୍ ଆମେ ଇଣ୍ଡୋନେସିଆ ରୁଦ୍ରାକ୍ଷ ସହିତ ନେପାଳୀ ପିନ୍ଧିପାରିବେ କି? ପିନ୍ଧିପାରିବେ। 2ଟା 10 ମୁଖୀ ଇଣ୍ଡୋନେସିଆ ସହିତ ଗୋଟେ ଆପଣ ନେପାଳୀ 13 ମୁଖୀ ପକାଇ ପାରିବେ। କିଛି ସେମିତି ମାନେ ନାହିଁ ଯେ ଆପଣ 13 ମୁଖୀ ପକାଇବେ, ନେପାଳୀ ଆଉ ଇଣ୍ଡୋନେସିଆନ୍ ରୁଦ୍ରାକ୍ଷକୁ ମିଶାଇବାରେ କିଛି ଅସୁବିଧା ନାହିଁ, ମିଶିପାରିବେ। କେବଳ ମୁଁ ଯେମିତି ଆଗରୁ କହି ରଖିଥିଲି, ଏବେ ବି କହୁଛି, ରୁଦ୍ରାକ୍ଷ ଯେତେବେଳେ ଆପଣ ଲକେଟ୍ ପକାଉଛନ୍ତି, ତାଙ୍କ ଭିତରେ 3 ଆଙ୍ଗୁଳି ଗ୍ୟାପ୍ ଥିବା ଦରକାର। ଯଦି ଏଠି ଗୋଟେ ଲକେଟ୍ ଥାଏ, ତା ସାଇଡ଼୍ରେ ଆଉ ଗୋଟେ ଥିବ, ତା ସାଇଡ଼୍ରେ ଆଉ ଗୋଟେ ଥିବ, ତା ଯେଉଁ ଏନର୍ଜିଟା ଚାଲେ, ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଫିଲ୍ଡର ଯେଉଁ ଏନର୍ଜିଟା ତା ଭିତରେ ସର୍କୁଲେଟ୍ କରେ, ସେଇଟା କ୍ଲାସ୍ ହେବନି। କେବଳ ସମ ରୁଦ୍ରାକ୍ଷ, ଅର୍ଥାତ୍ ଆପଣ 3 ମୁଖୀର ଗୋଟେ ମାଳା ପିନ୍ଧୁଛନ୍ତି, 6 ମୁଖୀ ଗୋଟେ ମାଳା ପିନ୍ଧୁଛନ୍ତି, ସେ ଜାଗାରେ ଆପଣ ତାପରେ କଟିଲେ ସେ ଟୋଟାଲ୍ ମିଶିକି ଗୋଟେ ଏନର୍ଜି ଫିଲ୍ଡ କ୍ରିଏଟ୍ କରିପାରିବେ। କିନ୍ତୁ ଯଦି ଆପଣ ଭିନ୍ନ ଭିନ୍ନ ମୁଖୀର ପିନ୍ଧୁଛନ୍ତି, ତାହେଲେ ସେଗୁଡ଼ା ଭିନ୍ନ ଭିନ୍ନ ଶକ୍ତି ଦେଉଛନ୍ତି। ତ ସେ ଏନର୍ଜି କ୍ଲାସ୍ ନ ହେବା ପାଇଁ ଆପଣ ମିନିମମ୍ 3 ଆଙ୍ଗୁଳି ଗ୍ୟାପ୍ ରଖିବେ। ଶିବ ତ ବୃହସ୍ପତି ଆଉ ବୁଦ୍ଧଙ୍କ ପାଇଁ ରୁଦ୍ରାକ୍ଷ ଆପଣ ଜାଣିପାରିଲେ। ଯଦିଓ ବୁଦ୍ଧଙ୍କ ପାଇଁ 4 ମୁଖୀ ଦେବେନି, ଗୋଟେ ବଡ଼ ପିଲାର ପିନ୍ଧିବାକୁ ଦରକାର ନାହିଁ, ସେଠି ଆପଣ 10 ମୁଖୀ ଦିଅନ୍ତୁ। ବୁଦ୍ଧ ମ୍ୟାନେଜମେଣ୍ଟରେ ଅଛି, ମାର୍କେଟିଂରେ ଅଛି। ଆଉ ଯଦି 20 ମୁଖୀ ଦରକାର, ତାହେଲେ ସେଠି ପ୍ରଫେସର ଅଛନ୍ତି, ସେ ଜଣ ଲୋକ, ବହୁତ ଜ୍ଞାନୀ ଲୋକ। ତେଣୁ 20 ମୁଖୀ ରୁଦ୍ରାକ୍ଷ ଆପଣ ଦେଇପାରନ୍ତି। ଛୋଟ ପିଲାଙ୍କ କ୍ଷେତ୍ରରେ ବୁଦ୍ଧି ଆଉ ଜ୍ଞାନର ଡେଭଲପମେଣ୍ଟ ପାଇଁ 4 ମୁଖୀ ରେକମେଣ୍ଡ କରାଯାଏ। ହଉ, ଆଜି ପାଇଁ ଏତିକି। ଆଶା କରେ ରୁଦ୍ରାକ୍ଷ ପରେ ଭିଡ଼ିଓ ଗୁଡ଼ା ମୋର ଯେମିତି ବହୁତ ଲୋକମାନେ ଭଲ ଲାଗୁଛି ଶୁଣିବାକୁ, ଶୁଣନ୍ତୁ।
जेहेतु यहाँ गोटे ज्योतिषर हार्डकोर टॉपिक नुहे এটা কেবল ମୁଁ ପବ୍ଲିକ ଡିମାଣ୍ଡ ପାଇଁ କରୁଛି ଏବଂ ମୋର ଗୋଟେ ଉଦ୍ଦେଶ୍ୟ ବି ରହୁଛି ମୁଁ ରୁଦ୍ରାକ୍ଷ ରେମେଡିଟାକୁ କେମିତି ଆପ୍ଲାଏ କରିପାରିବି ସବୁ ଜାଗାରେ। କାରଣ ଆକ୍ରସ୍ ଇଣ୍ଡିଆ ମୁଁ ଦେଖିଛି କେବଳ ୱେଷ୍ଟର୍ଣ୍ଣ ଇଣ୍ଡିଆରେ ଛାଡ଼ିଦେଲେ ସେ ଶିବସେନା ବାଲା ଯେମିତି ରୁଦ୍ରାକ୍ଷ ପକାଇବାକୁ ଗୋଟେ ବାଧ୍ୟତାମୂଳକ ଭାବରେ ବେଶୀ ଟିକେ ରୁଦ୍ରାକ୍ଷ ଚାଲେନି ବହୁତ ଜାଗାରେ। ତା କାରଣ ହେଲା ଠିକ୍ ଗାଇଡ଼ କରିବା ପାଇଁ ଲୋକ ନାହାନ୍ତି। ଆପଣ ମୋ ପାଖକୁ ଆସିଲେ ମୁଁ ରୁଦ୍ରାକ୍ଷ ପିନ୍ଧିବା କଥା କହିଲେ ତ ଆପଣ ପିନ୍ଧିବେ। ମୁଁ ଆପଣଙ୍କୁ କହିବି ନାହିଁ ସେଇ रत्न पिंधन। हाँ रत्न रुद्राक्ष के मिसेबे रत्नर शरीर उपर इम्पैक्ट बेले रुद्राक्ष प्राण उपर इम्पैक्ट रही आपन विचार ए रत्न ये चक्र सहित एसोसिएटेड दैट्स ओके कि टिल देन ऑरा क्लींस करिया एवरीथिंग रुद्राक्ष बहुत भल सो फार एज प्राणिक एनर्जी इज कंसर्न कंपेयर टू जेमस्टोन्स। हाँ आज आप जानीपारे जे बुध बृहस्पति रुद्राक्ष भितर केमती सेपरेट करेंगे क्या कौटा पिंधा देवे केमिति धारण करेंगे अधिक किसी रुद्राक्ष विषय जाना चाहते मत आस डायरेक्ट मीट करेंगे किणा को जब चाहते मत कह हाँ मुझे कौच ओपन कहीं आपड़ मोटू शुणे काठू कौटे किणे ठीक गाइडेंस बिना हूँ तो आपड़ किसी फल रिजल्ट न आसीपे कि जातक न देखी रुद्राक्ष पिंधाटा को मुझे सजेस्ट करूनी जदिव मैंडेटोरी नुहे मैंडेटोरी नुहे कारण कहली रुद्राक्ष से ग्रह सहित जो 100% रिलेटेड सेमती किसी ना असुविधा कौन हुए देखिक भी रुद्राक्ष दे हो किंतु से फर्मुला आगे गोटे छोट मुखी दिंतु तापर बड़ रुद्राक्षटी धारण करने को आप उपदेश देवे। हो आज ये जदि भिडियोटी भल लगी लाइक करेंगे जदि खराब लगे डिसलाइक करेंगे कि गोटे अनुरोध भल लगी खराब लगे शेयर करदे हे तो किसी लोक रुद्राक्ष विषय शुणा अनेक बसते मुझे दौरा इनफर्मेसन अगर कौट पाऊन मोर उद्देश्य जे मो पाक जातक देखा नुहे आपण मैंने जो जातक देखा से देखा बस रिसर्चटा मुझे करीटा मुझे प्रेजेंट करुँच। हो जदि महादेव चाहती आ गोटे वीडियो नहीं आप खूब शीघ्र उपस्थित हेबी से पर्यंत महादेव द्वारा समस्त भले था। ओम नमः शिवाय।